ବିକ୍ରମ ବେତାଳ ତୃତୀୟ କାହାଣୀ। କାହାର ପୁଣ୍ୟ ସବୁଠାରୁ ଅଧିକ? ବେତାଳ 25। ଆପଣ ଶୁଣୁଛନ୍ତି ଓମ୍ ଏଫଏମ୍। ବର୍ଦ୍ଧମାନ ନଗରରେ ରୂପସେନ ନାମକ ଜଣେ ରାଜା ରାଜୁତି କରୁଥିଲେ। ଦିନେ ବୀରଭର ନାମକ ଜଣେ ରାଜପୁତ ତାଙ୍କ ପାଖକୁ କାମ ପାଇଁ ଆସିଥିଲେ। ରାଜା ତାଙ୍କୁ ପଚାରିଲେ ଯେ ତାଙ୍କୁ ଖର୍ଚ୍ଚ ପାଇଁ କଣ ଆବଶ୍ୟକ। ସେ ଉତ୍ତର ଦେଲେ 1000 ତୋଳା ସୁନା। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ପଚାରିଲେ ତୁମ ସହିତ କିଏ ଅଛି? ସେ ଉତ୍ତର ଦେଲେ ମୋ ସ୍ତ୍ରୀ, ପୁଅ ଏବଂ ଝିଅ। ରାଜା ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସର୍ବୋପରି ଏତେ ଧନ ସହିତ 4 ଜଣ ଲୋକ କଣ କରିବେ? ତଥାପି ସେ ତାଙ୍କ ପ୍ରସ୍ତାବରେ ରାଜି ହୋଇଗଲେ। ସେହି ଦିନଠାରୁ ବୀରଭର ପ୍ରତିଦିନ ଭଣ୍ଡାର ଘରରୁ 1000 ତୋଳା ସୁନା ତାଙ୍କ ଘରକୁ ଆଣୁଥିଲେ। ସେ ଏହାର ଅଧା ବ୍ରାହ୍ମଣମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ, ବାକିକୁ 2 ଭାଗରେ ବାଣ୍ଟି ଦେଉଥିଲେ। ଗୋଟିଏ ଅତିଥି, ତପସ୍ୱୀ ଏବଂ ସନ୍ନ୍ୟାସୀମାନଙ୍କୁ ଦେଉଥିଲେ ଏବଂ ଅନ୍ୟ ଅଂଶରୁ ଖାଦ୍ୟ ପ୍ରସ୍ତୁତ କରି ପ୍ରଥମେ ଗରିବମାନଙ୍କୁ ଖାଇବାକୁ ଦେଉଥିଲେ। ତା ପରେ ଯାହା ବାକି ରହିଲା ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ଖାଇବାକୁ ଦେଉଥିଲେ ଏବଂ ନିଜେ ଖାଇ ଦେଉଥିଲେ। ସନ୍ଧ୍ୟା ହେବା ମାତ୍ରେ ଢାଲ ଏବଂ ଖଣ୍ଡା ସହିତ ରାଜାଙ୍କ ଶଯ୍ୟାକୁ ଜଗିବା ପାଇଁ ଯାଉଥିଲେ। ଏହା ତାଙ୍କର କାମ ଥିଲା। ଯେତେବେଳେ ରାତିରେ ରାଜାଙ୍କୁ ତାଙ୍କର ଆବଶ୍ୟକତା ପଡୁଥିଲା ସେ ସବୁବେଳେ ସେଠାରେ ରହୁଥିଲେ। ଗୋଟିଏ ମଧ୍ୟରାତ୍ରିରେ ରାଜା ଶମଶାନ ଦିଗରୁ କାହାର କାନ୍ଦ ଶୁଣିଲେ। ସେ ବୀରଭରଙ୍କୁ ଡାକିଲେ। ବୀରଭର ଆସିଲେ। ରାଜା କହିଲେ ଯାଅ ଏବଂ ଖୋଜି ବାହାର କର କିଏ କାନ୍ଦୁଛି ଏବଂ ଏତେ ବିଳମ୍ବିତ ସମୟରେ ସେ କାହିଁକି କାନ୍ଦୁଛି। ବୀରଭର ତୁରନ୍ତ ସେଠାରୁ ଚାଲିଗଲେ। ଶମଶାନରେ ପହଞ୍ଚି ସେ ଦେଖିଲେ ଯେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଅଳଙ୍କାରରେ ସଜ୍ଜିତ ଜଣେ ମହିଳା କେତେବେଳେ ନାଚୁଛନ୍ତି, କେତେବେଳେ ଡେଉଁଛନ୍ତି ଏବଂ କେତେବେଳେ କାନ୍ଦୁଛନ୍ତି। କିନ୍ତୁ ତାଙ୍କ ଆଖିରୁ ଗୋଟିଏ ବି ଟୋପା ଲୁହ ମଧ୍ୟ ବାହାରୁନାହିଁ। ବୀରଭର ପଚାରିଲେ ତୁମେ କିଏ? କାହିଁକି କାନ୍ଦୁଛ? ସେ କହିଲେ ମୁଁ ରାଜଲକ୍ଷ୍ମୀ। ମୁଁ କାନ୍ଦୁଛି କାରଣ ରାଜାଙ୍କ ଘରେ ଖରାପ ଘଟଣା ଘଟିବାକୁ ଯାଉଛି, ତେଣୁ ସେଠାରେ ଦାରିଦ୍ର୍ୟ ବାସ କରିବ। ମୁଁ ସେଠାରୁ ଚାଲିଯିବି ଏବଂ ରାଜା ଗୋଟିଏ ମାସ ଭିତରେ ମରିଯିବେ। ଏହା ଶୁଣି ବୀରଭର ପଚାରିଲେ ଏହାକୁ ଏଡାଇବାର କୌଣସି ଉପାୟ ଅଛି କି? ମହିଳା ଜଣକ କହିଲେ ହଁ ଅଛି। ଏଠାରୁ ପୂର୍ବ ଦିଗରେ ଏକ ଯୋଜନା ଦୂରରେ ଏକ ଦେବୀଙ୍କ ମନ୍ଦିର ଅଛି। ଯଦି ତୁମେ ତୁମର ପୁଅର ମୁଣ୍ଡ ସେହି ଦେବୀଙ୍କୁ ଅର୍ପଣ କର ତେବେ ବିପଦକୁ ଏଡାଯାଇପାରିବ। ତାପରେ ରାଜା 100 ବର୍ଷ ପର୍ଯ୍ୟନ୍ତ ଭୟ ବିନା ରାଜତ୍ୱ କରିବେ। ବୀରଭର ଘରକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଉଠାଇ ସବୁକିଛି କହିଲେ। ସ୍ତ୍ରୀ ପୁଅକୁ ଉଠାଇଲେ, ଝିଅ ମଧ୍ୟ ଉଠି ପଡ଼ିଲେ। ଏହା ଶୁଣି ପୁଅଟି ଖୁସିରେ କହିଲା ତୁମେ ମୋର ମୁଣ୍ଡ କାଟି ଦେବୀଙ୍କୁ ଅର୍ପଣ କରିବାକୁ ପଡ଼ିବ। ପ୍ରଥମତଃ ଏହା ତୁମର ଆଦେଶ, ଦ୍ୱିତୀୟରେ ଏହା ମାଲିକଙ୍କ କାମ, ତୃତୀୟତଃ ଏହି ଶରୀର ଦେବତାଙ୍କୁ ଅର୍ପଣ କରାଯିବ। ଏହାଠାରୁ ଭଲ ଆଉ କଣ ହୋଇପାରେ? ତୁମେ ଶୀଘ୍ର କର। ବୀରଭର ତାଙ୍କ ସ୍ତ୍ରୀଙ୍କୁ କହିଲେ ଏବେ ତୁମେ ମୋତେ କୁହ। ମହିଳା ଜଣକ କହିଲେ ଜଣେ ମହିଳାଙ୍କ କର୍ତ୍ତବ୍ୟ ହେଉଛି ତାଙ୍କ ସ୍ୱାମୀଙ୍କ ସେବା କରିବା। ଶେଷରେ ସେମାନେ 4 ଜଣ ଦେବୀଙ୍କ ମନ୍ଦିରରେ ପହଞ୍ଚିଲେ। ବୀରଭର ଦେବୀଙ୍କୁ ହାତ ଯୋଡ଼ି କହିଲେ ହେ ଦେବୀ, ମୁଁ ମୋ ପୁଅକୁ ବଳି ଦେଉଛି। ମୋ ରାଜା 100 ବର୍ଷ ବଞ୍ଚି ରୁହନ୍ତୁ। ଏହା କହି ସେ ଏତେ ଜୋରରେ ଖଣ୍ଡାରେ ଆଘାତ କଲେ ଯେ ପୁଅଟିର ମୁଣ୍ଡ ଶରୀରରୁ ଅଲଗା ହୋଇଗଲା। ଭାଇର ଅବସ୍ଥା ଦେଖି ଭଉଣୀ ମଧ୍ୟ ଖଣ୍ଡାରେ ନିଜ ମୁଣ୍ଡ କାଟିଦେଲା। ପୁଅ ଏବଂ ଝିଅ ଚାଲିଗଲେ। ଦୁଃଖୀ ମା ମଧ୍ୟ ସେମାନଙ୍କ ପଥ ଅନୁସରଣ କରି ତାଙ୍କ ବେକ କାଟିଦେଲେ। ବୀରଭର ଭାବିଲେ ଯେ ଯଦି ଘରେ କେହି ରହିଲେ ନାହିଁ ତେବେ ମୁଁ ବଞ୍ଚି ରହି କଣ କରିବି। ସେ ତାଙ୍କ ମୁଣ୍ଡ ମଧ୍ୟ କାଟିଦେଲେ। ରାଜା ଏହା ଜାଣିବା ପରେ ସେ ସେଠାରେ ପହଞ୍ଚିଲେ। ତାଙ୍କ ପାଇଁ 4 ଜଣ ପ୍ରାଣ ହରାଇଥିବାରୁ ସେ ବହୁତ ଦୁଃଖିତ ହେଲେ। ସେ ଭାବିବାକୁ ଲାଗିଲେ ଯେ ଏପରି ଶାସନ କରିବା ଲଜ୍ଜାଜନକ। ଏହା ଭାବି ସେ ଖଣ୍ଡା ଉଠାଇଲେ ଏବଂ ତାଙ୍କ ମୁଣ୍ଡ କାଟିବାକୁ ଉଦ୍ୟତ ହେବା ମାତ୍ରେ ଦେବୀ ପ୍ରକଟ ହୋଇ ତାଙ୍କ ହାତ ଧରିଲେ। ସେ କହିଲେ ହେ ମହାରାଜ, ମୁଁ ଆପଣଙ୍କ ସାହସରେ ସନ୍ତୁଷ୍ଟ। ଆପଣ ଯାହା ମାଗିବେ ମୁଁ ଆପଣଙ୍କୁ ତାହା ଦେବି। ରାଜା କହିଲେ ଦେବୀ, ଯଦି ଆପଣ ସନ୍ତୁଷ୍ଟ ହୁଅନ୍ତି ତେବେ ଏହି 4 ଜଣଙ୍କୁ ପୁନର୍ଜୀବିତ କରନ୍ତୁ। ଦେବୀ ଅମୃତ ଛିଞ୍ଚି ସେମାନଙ୍କୁ ପୁନର୍ଜୀବିତ କଲେ। ଏହା କହିବା ପରେ ବେତାଳ କହିଲା ରାଜା, ମୋତେ କୁହନ୍ତୁ କିଏ ସବୁଠାରୁ ଭଲ କାମ କରିଛି? ରାଜା ବିକ୍ରମ କହିଲେ ରାଜା ସବୁଠାରୁ ଭଲ କାମ କରିଛନ୍ତି। ବେତାଳ ପଚାରିଲା କାହିଁକି? ରାଜା କହିଲେ କାରଣ ଜଣେ ଦାସର କର୍ତ୍ତବ୍ୟ ହେଉଛି ତାଙ୍କ ମାଲିକ ପାଇଁ ନିଜ ଜୀବନ ଦେବା, କିନ୍ତୁ ଜଣେ ଦାସ ଏବଂ ରାଜ୍ୟ ପାଇଁ ନିଜ ଜୀବନକୁ ତ୍ୟାଗ କରିବା, ଏହାକୁ ଏକ ନଡ଼ା ବୋଲି ଭାବିବା ଏକ ମହାନ କଥା। ବେତାଳ କହିଲା ଠିକ କହିଛ ତମେ ରାଜା। ପୁଣି ବେତାଳ ଅଦୃଶ୍ୟ ହୋଇଗଲା ଏବଂ ସେହି ଗଛରେ ଯାଇ ଝୁଲି ପଡ଼ିଲା। ରାଜା ବିକ୍ରମ ସେଠାକୁ ଦୌଡ଼ି ଯାଇ ପୁଣି ତାଙ୍କୁ ଧରି ପକାଇଲେ। ତାପରେ ବେତାଳ ଚତୁର୍ଥ କାହାଣୀ କହିଲା।